ভুল বুঝামଣା পাই কেতে যে সম্পর্ক এଠି নষ্ট ହୁଏ, କେତେ ଯେ ପରିବାର ଏଠି ଭାଙ୍ଗିଯାଏ, ସେମାନଙ୍କୁ ଯାଇ ପଚାରନ୍ତୁ ଯାହାର ଭୁଲ ବୁଝାମଣା ପାଇଁ ସେ ଅନେକ କିଛି ହରେଇଛି। ଯିଏ ଭୁଲ ବୁଝାମଣାର ବଶବର୍ତ୍ତୀ ହେଇ ଅନେକ ପଶ୍ଚାତାପ କରିଛି, ଅନେକ ଅନୁତାପ କରିଛି। ମିସକମ୍ୟୁନିକେସନ, ମିସଅଣ୍ଡରଷ୍ଟାଣ୍ଡିଂ, ଏ ଦୁଇଟି କଥାରେ ଅନେକ ଭଲ ଭଲ ସମ୍ପର୍କ ଭାଙ୍ଗିଯାଏ। ଏ ଦୁଇଟି କଥାରେ ଅନେକ କିଛି କ୍ଷତି ହୋଇଯାଏ। ଗୋଟେ ସୁସମ୍ପର୍କ ନଷ୍ଟ ହୋଇଯାଏ, ଗୋଟେ ପରିବାର ଉଜୁଡ଼ିଯାଏ। ସେଇଥିପାଇଁ ଆଜ୍ଞା ହଠାତ୍ କାହାକୁ କିଛି ଆକ୍ଷେପ ଆକ୍ରୋଶ କଲା ଭଳି କଥା କହିବା ଅପେକ୍ଷା ଥରେ ସେ କଥାକୁ ବୁଝି ବିଚାରି ନିଷ୍ପତ୍ତି ନେବାର ଆବଶ୍ୟକତା ଅଛି। ନହେଲେ ଟିକେ ଟିକେ ଭୁଲ ବୁଝାମଣା ପାଇଁ ନା ଏଠି ସବୁ କିଛି ସରିଯାଇଥାଏ, ଆଉ ହାତରେ କିଛି ବି ନଥାଏ। ଯେତେବେଳେ ବି ଆଉ ଚାହିଁଲେ ବି ସେ ସମୟକୁ ନା ଫେରେଇ ହୁଏ, ନା ସେ ପରିସ୍ଥିତିକୁ ପୁଣି ଫେରେଇ ହୁଏ, ନା ସେ ଭଙ୍ଗା ସମ୍ପର୍କକୁ ଆଉ ଥରେ ଯୋଡ଼ି ହୁଏ। ଏଇ ତ ଜୀବନର କଥା।